ଯେତେବେଳେ ଗୋଟିଏ ଇଂରେଜ ଜଗନ୍ନାଥଙ୍କୁ ପରୀକ୍ଷା କଲା ଓ ଘଟିଲା ଅଦ୍ଭୁତ ଚମତ୍କାର। ଜଗନ୍ନାଥ ମନ୍ଦିରରେ ପ୍ରତିଦିନ ଲକ୍ଷ ଲକ୍ଷ ଭକ୍ତଙ୍କ ପାଇଁ ମହାପ୍ରସାଦ ରନ୍ଧାଯାଏ, କିନ୍ତୁ ଆଶ୍ଚର୍ଯ୍ୟର କଥା, ନା କେବେ ପ୍ରସାଦ କମ୍ ପଡ଼େ, ନା କେବେ ଏକ ଦାନା ମଧ୍ୟ ବ୍ୟର୍ଥ ଯାଏ। କୁହାଯାଏ ଗୋଟିଏ ଥର ମନ୍ଦିରରେ ଭୟଙ୍କର ବର୍ଷା ହେଲା। ସେହିଦିନ ଭକ୍ତଙ୍କ ସଂଖ୍ୟା ଅନୁମାନଠାରୁ ବହୁତ ଅଧିକ ହୋଇଗଲା। ସେହିଦିନ ମହାପ୍ରସାଦ ମାତ୍ର 10,000 ଲୋକଙ୍କ ପାଇଁ ରନ୍ଧାଯାଇଥିଲା, କିନ୍ତୁ ମନ୍ଦିରକୁ ପ୍ରାୟତଃ 15,000 ଭକ୍ତ ଭଜନ ପାଇଁ ଆସିଥିଲେ। ସମସ୍ତେ ଭୟଭୀତ ହେଲେ, ପ୍ରସାଦ କେମିତି ସମସ୍ତଙ୍କୁ ମିଳିବ। କିନ୍ତୁ ଏଠି ଘଟିଲା ଚମତ୍କାର। ସମସ୍ତ ଭକ୍ତ ପ୍ରସାଦ ପାଇଲେ, କାହାକୁ ମଧ୍ୟ କମ୍ ପଡ଼ିଲା ବୋଲି ଲାଗିଲା ନାହିଁ। ଏହି କଥା ଯେତେବେଳେ ଗୋଟିଏ ଇଂରେଜ ଅଧିକାରୀ ଶୁଣିଲା, ସେ ବିଶ୍ୱାସ କରିପାରିଲା ନାହିଁ। ସତ ଜାଣିବା ପାଇଁ ସେ ନିଜେ ଜଗନ୍ନାଥ ମନ୍ଦିରକୁ ଆସିଲା। ସେ ରୋଷେଇୟାଙ୍କୁ କହିଲା, ଆଜି ଯେତେ ଭକ୍ତ ଆସିବେ ତାଠାରୁ କମ୍ ପ୍ରସାଦ ବନେଇବ। ରୋଷେଇୟାମାନେ ଭୟ ଓ ଭକ୍ତି ସହ ତାଙ୍କ କଥା ମାନିଲେ ଏବଂ ନିର୍ଦ୍ଧାରିତ ପରିମାଣଠାରୁ କମ୍ ପ୍ରସାଦ ପକାଇଲେ। ସେଦିନ ମଧ୍ୟ ଭକ୍ତଙ୍କ ସଂଖ୍ୟା ବହୁତ ଅଧିକ ଥିଲା, ତଥାପି ସମସ୍ତଙ୍କୁ ପ୍ରସାଦ ମିଳିଗଲା। ଏହା ଦେଖି ସେ ଇଂରେଜ ଅଧିକାରୀ ଆଶ୍ଚର୍ଯ୍ୟରେ ମୁଗ୍ଧ ହୋଇଗଲା। ଭାବ ବିହ୍ୱଳ ହୋଇ ସେ କହିଲା, ଏହା କୌଣସି ସାଧାରଣ ରୋଷେଇ ନୁହେଁ, ଏହା ଭଗବାନଙ୍କର ଦିବ୍ୟ ଲୀଳା। କିଛି ଦିନ ପରେ ସେ ଇଂରେଜ ଭଗବାନ ଜଗନ୍ନାଥଙ୍କର ସତ୍ୟ ଭକ୍ତ ହୋଇଗଲା। ଜୀବନର ଶେଷ ପର୍ଯ୍ୟନ୍ତ ସେ ପୁରୀରେ ରହି ଜଗନ୍ନାଥଙ୍କର ସେବା କରିଲା। ଶିକ୍ଷାର କଥା, ଯେଉଁଠି ଭକ୍ତି ଓ ବିଶ୍ୱାସ ଅଛି ସେଠି ଭଗବାନଙ୍କର ଚମତ୍କାର ନିଶ୍ଚିତ। କୁହନ୍ତୁ ଜୟ ଜଗନ୍ନାଥ। ଆପଣମାନେ ମୋ ଚ୍ୟାନେଲରେ ପ୍ରତ୍ୟେକ ଦିନ କିଛି ନା କିଛି ଶିଖିବାକୁ ପାଇବେ, ତ ଫଲୋ ଆଉ ସବସ୍କ୍ରାଇବ୍ କରିବାକୁ ଜମାରୁ ଭୁଲିବେନି। ରାଧେ ରାଧେ।